କବି କାଳିନ୍ଦୀ ଚରଣ ପାଣିଗ୍ରାହୀ 1920 ମସିହାରେ ଭାରତର ରାଜନୈତିକ ଜଗତରେ ଏକ ତୁମୁଲ୍ୟ ଆଲୋଡ଼ନର ସୂତ୍ରପାତ ହୋଇଥିଲା। ଭାରତର ସାଧାରଣ ସଂଗ୍ରାମରେ ଗାନ୍ଧିଜୀଙ୍କର ଅହିଂସା ଓ ଅସହଯୋଗ ଆନ୍ଦୋଳନ ଓଡ଼ିଶାର ଜନଜୀବନକୁ ବେଶ ପ୍ରଭାବିତ କରିଥିଲା। ଏହି ନବଚେତନାର ପୃଷ୍ଠଭୂମିରେ ଓଡ଼ିଆ ସାହିତ୍ୟ ଭିନ୍ନ ମୋଡ଼ ନେଇଥିଲା। ପ୍ରବୃତ୍ତି, ଆଭିମୁଖ୍ୟ ଓ ରଚନା ଶୈଳୀରେ ବିଶେଷ ପରିବର୍ତ୍ତନ ପରିଲକ୍ଷିତ ହୋଇଥିଲା। ପୁରପଲ୍ଲୀର ଏହି ପରିବର୍ତ୍ତିତ ସାମାଜିକ ଓ ପାରିବାରିକ ଜୀବନର ଆଲୋକ୍ୟ ପ୍ରଦାନରେ ଔପନ୍ୟାସିକ କାଳିନ୍ଦୀ ଚରଣ ପାଣିଗ୍ରାହୀ ନିଜ ଦକ୍ଷତାର ପରିଚୟ ପ୍ରଦାନ କରିଛନ୍ତି। ମାଟିର ମଣିଷ, ଲୁହାର ମଣିଷ, ଆଜିର ମଣିଷ, ମୁକ୍ତାଗଡ଼ର କ୍ଷୁଧା ଓ ଅମର ଚିତା ଆଦି ଉପନ୍ୟାସ ଏହି ଦୃଷ୍ଟିରୁ ଏକ ଏକ ଅନବଦ୍ୟ କୃତି। ଆଜିର ମଣିଷ ଭାବବସ୍ତୁ। ଏଠି ଆମେ ଆଜିର ମଣିଷ ଉପନ୍ୟାସର ଭାବବସ୍ତୁ ଉପରେ ଆଲୋଚନା କରିବା। ତ ଚାଲ। ଆଜିର ମଣିଷ ଉପନ୍ୟାସଟି ମାଟିର ମଣିଷ ଓ ଲୁହାର ମଣିଷର ପରବର୍ତ୍ତୀ ଜଣା ପଡ଼ୁଥିଲେ ହେଁ ପ୍ରକୃତରେ ତାହା ନୁହେଁ। ଏହି ଉପନ୍ୟାସଟି ପୂର୍ବ ଦୁଇଟି ଉପନ୍ୟାସଠାରୁ ସମ୍ପୂର୍ଣ୍ଣ ଭିନ୍ନ। ପୋଡ଼ଶିକ୍ଷା କୂଳ ଏହି ରଚନାଟି ଗୌରୀ ନାମରେ କଟକ ଆକାଶବାଣୀ ତରଫରୁ 4 ମାସ ଯାଏଁ ସାପ୍ତାହିକ କାର୍ଯ୍ୟକ୍ରମରେ ପ୍ରଚାରିତ ହେଉଥିଲା। ପରବର୍ତ୍ତୀ ସମୟରେ ଏହା ଆଜିର ମଣିଷ ନାମରେ ନାମିତ ହୋଇ ପୁସ୍ତକ ଆକାରରେ ଆତ୍ମପ୍ରକାଶ କଲା। ଏହା ପ୍ରଚାରଧର୍ମୀ ଏକ ରଚନା ହୋଇଥିବା ହେତୁ ଏହାର କଳାତ୍ମକ ଦିଗ କ୍ଷୁଣ୍ଣ ହୋଇଥିବା ଦେଖାଯାଏ। ବିଶ୍ୱଯୁଦ୍ଧ ଓ ସ୍ୱାଧୀନତା ଆନ୍ଦୋଳନର ପୃଷ୍ଠପଟ ଉପରେ ଏହି ଉପନ୍ୟାସଟି ପର୍ଯ୍ୟବସିତ। ସ୍ୱାଧୀନତା ପରବର୍ତ୍ତୀ ସମାଜରେ ମଣିଷର ମାନସିକତା ବିଭିନ୍ନ ଅଭାବବୋଧକୁ ଆଧାର କରି ଉପନ୍ୟାସଟି ଗତିଶୀଳ। ସମାଜକୁ ପରିବର୍ତ୍ତନ କରିବାର ସ୍ୱପ୍ନ ନେଇ ଆଇ.ଏ.ଫେଲ ଦିବାକର ଅସବର୍ଣ୍ଣ ବିବାହ କରିବା ପାଇଁ ଇଚ୍ଛା ପ୍ରକାଶ କରିଛି। ଶେଷରେ ନୟନଗଡ଼ର ଆଭିଜାତପୂର୍ଣ୍ଣ ଦଳବେହେରା ପରିବାରର କନ୍ୟା ସାବିତ୍ରୀକୁ ବିବାହ କରିଛି। ଦିବାକର ବାକ୍ୟକୀର ସମାଜ ସଂସ୍କାର ପାଇଁ ଅନେକ ଯୋଜନା ପ୍ରସ୍ତୁତ କଲେ ମଧ୍ୟ ସେ ହଳାହଳମୟ କରିଛି। ଶ୍ୱଶୁର ଘରର ଦୋଷ ଦୁର୍ବଳତାକୁ ସେ ନିଜ ସ୍ତ୍ରୀ ଉପରେ ଆରୋପ କରିଛି। ସ୍ୱାମୀ ସ୍ତ୍ରୀ ଭିତରେ ମତାନ୍ତର ଘଟିବାରୁ ସେ କଲିକତା ପଳାଇଛି। ହେଲେ ସେଠି ମଧ୍ୟ ସେ ସ୍ଥିରତ ହୋଇ ରହିପାରି ନାହିଁ। ପୁନଶ୍ଚ ନିଜ ଗାଁକୁ ଫେରି ଆସିଛି। ସାବିତ୍ରୀ ନିଜ ବାଲ୍ୟସଙ୍ଗିନୀ ଗୌରୀର ସହାୟତାରେ ଗ୍ରାମର ଉନ୍ନତି ପାଇଁ ବିବିଧ ସଂଗଠନ କାର୍ଯ୍ୟରେ ଯୋଗ ଦେଇଛି। ଆଦର୍ଶବାଦୀ ମଦନବାବୁଙ୍କ କନ୍ୟା ଗୌରୀ ଗାଁ ସ୍କୁଲରେ ଶିକ୍ଷାଲାଭ କରିଛି। ସମୟକ୍ରମେ ଡାକ୍ତର ବିଧୁଶେଖରଙ୍କ ପୁତ୍ର ତୁହିନକୁ ସେ ଭଲ ପାଇ ବସିଛି। ଏଥିନେଇ ଗ୍ରାମରେ ବହୁ ଅଶ୍ଳୀଳ ଭାବନା, ବେନାମୀ ପତ୍ର, କାନ୍ଥବାଡ଼ରେ କୃଷିତ ଲେଖା ସତ୍ତ୍ୱେ ତାର ଭଲ ପାଇବା ଅତୁଟ ରହିଛି। 1941 ମସିହାରେ ସଂଗଠିତ ଯୁଦ୍ଧରେ ବିଧୁଶେଖର ଡାକ୍ତର ଭାବେ ଯୋଗ ଦେଇଛନ୍ତି। ବର୍ମା ସୀମାନ୍ତ ଆଜାଦ ହିନ୍ଦ ଫୌଜରେ ଯୋଗଦାନ କରି ଦେଶ ମାତୃକାର ସେବା କରୁ କରୁ ସେ ମୃତ୍ୟୁବରଣ କରିଛନ୍ତି। ପରେ ପରେ ତୁହିନର ଅକାଳ ବିୟୋଗ ଗୌରୀ ପାଇଁ ଦୁର୍ଦ୍ଦିନ ଡାକି ଆଣିଛି। ଶାଶୁ ଓ ନଣନ୍ଦଙ୍କ ଗଞ୍ଜଣାରେ ଜର୍ଜରିତ ଗୌରୀ ଦେଶ ସେବାକୁ ପରମବ୍ରତ ଭାବେ ଗ୍ରହଣ କରିଛି। ଗାଁ ସ୍କୁଲରେ ସେ ଶିକ୍ଷକତା କରିଛି।
ଆଧୁନିକତାର ପରିପନ୍ଥୀ ଗ୍ରାମବାସୀଙ୍କର ସେ ଚକ୍ଷୁଶୂଳ ହୋଇଛି। ଗୌରୀର ସହାୟତାରେ ସାବିତ୍ରୀର ଉଜୁଡ଼ା ସଂସାର ପୁଣି ହସି ଉଠିଛି। ଉପନ୍ୟାସର ମୁଖ୍ୟ ଚରିତ୍ର ଦିବାକର ଦାସ ପ୍ରାଚୀନ ଭାବଧାରା ପରିପନ୍ଥୀ ଜଣେ ସଂସ୍କାରକାମୀ ଯୁବକ। ଜାତିପ୍ରଥାର ଉଚ୍ଛେଦ ଓ ଅବସନ୍ନ ବିବାହର ସେ ପକ୍ଷପାତୀ। ପିତାଙ୍କ ନିର୍ଦ୍ଦେଶକ୍ରମେ ଆଭିଜାତ୍ୟପୂର୍ଣ୍ଣ ଦଳବେହେରା ପରିବାରର କନ୍ୟା ସାବିତ୍ରୀକୁ ବିବାହ କରିଥିଲେ ମଧ୍ୟ ସାଂସାରିକ ଜୀବନ ସୁଖମୟ ହୋଇନାହିଁ। ସାବିତ୍ରୀ ସ୍ୱାମୀ ଦିବାକରକୁ ସାହାଯ୍ୟ ସହଯୋଗ କରିନାହିଁ, ବରଂ ଶକ୍ତ ସାମର୍ଥ୍ୟହୀନ ପୁରୁଷ ବିବାହ କରିବା ଉଚିତ ନୁହେଁ ବୋଲି ଆପେକ୍ଷ କରିଛି। ପତ୍ନୀ ବଂଶର କଳଙ୍କ ଓ କୁସଂସ୍କାର ନେଇ ସର୍ବଦା ଚିନ୍ତିତ ଦିବାକର କଠୋର ଭାଷାରେ ଜବାବ ଦେଇଛି, ହଁ ସାବିତ୍ରୀ, ଖୁବ୍ ଶକ୍ତି ସାମର୍ଥ୍ୟ ମୁଁ ଦେଖିଛି। ବାପାଙ୍କୁ ମାରି ଶକ୍ତି ସାମର୍ଥ୍ୟ ସାହସ ଶିଖାଇବା ଯେଉଁ ଘରର ଆଦର୍ଶ, ସେଇ ଘରୁ ତୁମେ ଆସିଛ। ସେଇ ବଂଶର ରକ୍ତ ତୁମ ଦେହରେ। ତୁମ ଜେଜେ ଗୋସପା ଯେମିତି ସଂସାରରେ ଧର୍ମ ପାଳିଥିଲେ, ମୁଁ ସେ ଧର୍ମ ଶିଖିନାହିଁ। ଦୁଇଟି ସନ୍ତାନ ପରେ ଯୁକ୍ତି କଳହ ଓ ବାଦବିବାଦ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହୋଇନାହିଁ। ତଥାପି ସେହି ଜୀବନ କାମ୍ୟ। ସେ ଜୀବନକୁ ଅସ୍ୱୀକାର କରିହେବ ନାହିଁ। ଉଷା ସହିତ କଥାବାର୍ତ୍ତା ହେଲାବେଳେ ଦିବାକର ଏହା ପ୍ରକାଶ କରିଛି, ଯେଉଁଥିରୁ ଏହି ଚରିତ୍ରର ଏକ ମହନୀୟ ଦିଗ ପ୍ରକଟିତ ହୁଏ। ଦିବାକର କହିଛି, ଆମେ ରାମାୟଣ ମହାଭାରତ ଯୁଗର ମଣିଷ ନୋହୁଁ, ଆମେ ଆଜିର ମଣିଷ। ହୁଏତ କେବେ ଆମକୁ ନୂଆ ଜୀବନ ଖୋଜିବା ପାଇଁ ପୁଣି ସେହି ରାମାୟଣ ମହାଭାରତ ଯୁଗକୁ ଫେରିବାକୁ ପଡ଼ିବ। ତାହା ବୋଲି ଆଜିକୁ ଆମେ ଏଡ଼ି ଦେଇ ପାରିବା ନାହିଁ। କାଲିଠାରୁ ପଛେ ଆଜିଟା ଯେତେ ଅସହ୍ୟ ହେଉ, ମୃତ୍ୟୁଠାରୁ ପଛେ ଜୀବନଟା ଯେତେ ଭୀଷଣ ତାହାରି ଆଡ଼କୁ ଯିବାକୁ ହେବ ଆମକୁ। ସମୟକୁ ସବୁବେଳେ ସ୍ୱୀକାର କରିବାକୁ ହୁଏ। ତାହା ହିଁ ଦିବାକର ଚରିତ୍ରକୁ ବୈଶିଷ୍ଟ୍ୟ। ଦିବାକର ଦାସର ପତ୍ନୀ ସାବିତ୍ରୀ ରକ୍ଷଣଶୀଳା ଗୃହିଣୀ। ପ୍ରଥମେ ସେ ସ୍ୱାମୀଙ୍କୁ ସମାଜ ମଙ୍ଗଳ କାର୍ଯ୍ୟରେ ସାହାଯ୍ୟ କରିନାହିଁ, ତାର ପ୍ରତ୍ୟେକ କାର୍ଯ୍ୟର ଘୋର ବିରୋଧ କରିଛି। ସ୍ୱାମୀକୁ ପରିବାର ଭିତରେ ଆବଦ୍ଧ ରଖିବାକୁ ସର୍ବଦା ଚେଷ୍ଟା କରିଛି। ଦିବାକର କଲିକତା ଚାଲିଯିବା ପରେ ସେ ଧୈର୍ଯ୍ୟ ହରାଇ ନାହିଁ। ପିଲାମାନଙ୍କର ଦାୟିତ୍ୱ ନେଇଛି। ଗୌରୀ ସହିତ ମିଶି ଦେଶହିତକର କାର୍ଯ୍ୟରେ ନିଜକୁ ନିୟୋଜିତ କରିଛି। ଉପନ୍ୟାସରେ ଗୌରୀ ଏକ ଆଦର୍ଶ ପ୍ରେମିକା ତଥା ପରୋପକାରିଣୀ ଚରିତ୍ର। ଦାରିଦ୍ର୍ୟ ତଥା ଅଭାବ ଅନାଟନ ଭିତରେ ଗତି କରି ଏହି ଚରିତ୍ରଟି ଜୀବନ ସହିତ ମୁକାବିଲା କରି ଶିଖିଛି। ସେହିପରି ଉଷା ଚରିତ୍ର ମାଧ୍ୟମରେ ଔପନ୍ୟାସିକ ଆଜିର ମଣିଷର ସ୍ୱରୂପକୁ ଚିହ୍ନାଇବାକୁ ଚେଷ୍ଟା କରିଛନ୍ତି। ଯୌନ ପିପାସୁ ଲୋକଙ୍କ ଶିକାର ହୋଇ ଉଷାର ଜୀବନ କଳଙ୍କିତ ହୋଇଛି। ସ୍ୱାମୀ ପରିତ୍ୟକ୍ତା ଉଷା ଜୀବନର ଧୂ ଧୂ ବାସ୍ତବତାର ସମ୍ମୁଖୀନ ହେଲାବେଳେ ଭାବିଛି, ମଣିଷ ଜୀବନଟା ଯେ ପାଣି ସୁଅ ଭଳି, କେତେ ଖାଲି ଢିପ ଢେଇଁ, କେବେ ପୁଣି ଆଉ କେତେ ସୁଖରେ ମିଶି ଏକ ହୋଇଯାଏ। ତାପରେ ଖଣ୍ଡେ ଦୂର ଯାଇ ଫାଙ୍କ ହୋଇ ପୁଣି ନିଆରା ରାସ୍ତା ଧରେ। ସବୁ କ'ଣ କେବେ ହେଲେ ଖୋଲାଖୋଲି କହିହୁଏ କି? ତେବେ କ'ଣ ସମାଜ ଆଉ ଭଦ୍ର ହୋଇ ରହିବ? ପ୍ରକାଶ କରିଦେଲେ ଯେ ସମସ୍ତେ ଆମେ ଅପରାଧୀ ହୋଇଯିବା? ଜୀବନକୁ ଅତି ନିକଟରୁ ଦେଖି ଉଷା ଯେଉଁ ମନ୍ତବ୍ୟ ଦେଇଛି, ତାହା ଯେତିକି ବାସ୍ତବ ସେତିକି ମର୍ମସ୍ପର୍ଶୀ। କାଳିନ୍ଦୀ ଚରଣଙ୍କ ଉପନ୍ୟାସ ସମୂହ ପଲ୍ଲୀଭିତ୍ତିକ। ପଲ୍ଲୀର ରାଜନୈତିକ, ଅର୍ଥନୈତିକ ତଥା ସାଂସ୍କୃତିକ ପୃଷ୍ଠପୋଷ ଉପରେ ଯୁଗଧର୍ମର ଆଦର୍ଶକୁ ନେଇ ଉପନ୍ୟାସଗୁଡ଼ିକ ଗତିଶୀଳ।
ସହଜ ସରଳ ଗ୍ରାମ୍ୟ ଭାଷା ମାଧ୍ୟମରେ ଉପନ୍ୟାସର ଗଳ୍ପାଂଶ ଚରିତ୍ର ତଥା ପରିବେଶ ଖୁବ୍ ଆନ୍ତରିକତାର ସହିତ ଉପସ୍ଥାପିତ। ତ ପିଲାମାନେ ଏଠି ଆମର ଆଜିର ମଣିଷ ଉପନ୍ୟାସଟି ଶେଷ ହେଉଛି। ଆଶା କରୁଛି ଏ ଭିଡ଼ିଓଟି ତୁମମାନଙ୍କୁ ନିଶ୍ଚିତ ଭାବରେ ଭଲ ଲାଗିଥିବ। ଭିଡ଼ିଓଟି ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କର, ସେୟାର କର ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କର।